ଆମେରିକା ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଫେବୃଆରୀ 28 ତାରିଖରୁ ଆରମ୍ଭ ହୋଇଥିବା ଘମାଘୋଟ ଲଢ଼େଇ କୌଣସି ଦିଗରୁ କମିବାର ନାଁ ନେଉନାହିଁ। ଯଦି କେତେବେଳେ ଆମେ ଦେଖୁଛେ ବୋମା ବର୍ଷଣ କମିଯାଇଛି, ଡ୍ରୋନ୍ ଆଟାକ୍ କମିଯାଇଛି, ଆଉ କେତେବେଳେ ଦେଖିଲେଣି ହରମୁଜ ଷ୍ଟ୍ରେଟ୍, ହରମୁଜ ପ୍ରଣାଳୀ, ଯେଉଁ ବାଟ ଦେଇ ଜାହାଜ ସବୁ ତେଲ, ଫର୍ଟିଲାଇଜର ଏବଂ ଅନ୍ୟାନ୍ୟ ସାମଗ୍ରୀ ଆଣନ୍ତି ଆମ ଦେଶକୁ ବା ଆମ ଦେଶରୁ ଏବଂ ଅନ୍ୟାନ୍ୟ ଦେଶରୁ ସେଇ ବାଟେ ନେଇକିରି ଉପସାଗରୀୟ ଦେଶମାନଙ୍କରେ ବିକନ୍ତି, କେତେବେଳେ ଦେଖାଯାଉଛି ସେ ରାସ୍ତା ଉପରେ, ସେ ପାଣି ସମୁଦ୍ର ରାସ୍ତା ଉପରେ କିଏ ଯାଇକିରି ମାଡ଼ି ବସି କହିଲାଣି ଯେ ଆମ ପରମିଶନ ବିନା ଇଞ୍ଚେ କେହି ଏକଡ଼ ସେକଡ଼ ହଲି ପାରିବେନି। ଇରାନ ଯଦି କହୁଛି ଯେ ଯେଉଁ ଜାହାଜ ଏ ବାଟେ ଯିବ ଆମେ ତାଙ୍କଠୁ ଟୋଲ ଆଦାୟ କରିବୁ, ଆମ ଦେଶ ଭାଙ୍ଗି ଭୁଙ୍ଗିକିରି ଚୂନା ହେଇଯାଇଛି ଏବଂ ଏଥିପାଇଁ ଦାୟୀ ଆମେରିକା ଏବଂ ଇସ୍ରାଏଲ। ତେଣୁ ବର୍ତ୍ତମାନ ଆମେ ସେଇ ବାଟେ ଯେଉଁ ଜାହାଜ ଯିବା ଆସିବା କରିବ ଆମେ ତାଙ୍କଠାରୁ ଟୋଲ ଆଦାୟ କରିବୁ। ଆମେରିକା କହୁଛି ଏକଥା ହେଇପାରିବ ନାହିଁ, କାହିଁକି ନା ଇରାନ କହିବା କଥା, ଆମେରିକାର ଅଭିଯୋଗ ଯେ ଇରାନ ଯେଉଁ ଟୋଲ ଆଦାୟ କଥା କହୁଛି ସିଏ କେବଳ ସୀମିତ ସଂଖ୍ୟକ ଦେଶ ପାଇଁ ସେ ସିନା କରିବନି, ବାକି ଅନ୍ୟ ପାଇଁ ସେ କରିବ। 1, 2 ଦରକାର ପଡ଼ିଲେ ଯେଉଁମାନେ ସବୁ ପାଶ୍ଚାତ୍ୟ ଦେଶର ବନ୍ଧୁ ରାଷ୍ଟ୍ର ଅଛନ୍ତି, ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ତାଙ୍କର ସବୁ ଯିଏ ବନ୍ଧୁ ରାଷ୍ଟ୍ର ସବୁ ଅଛନ୍ତି ତାଙ୍କଠୁ ତାଙ୍କୁ ଗୋଟେ ଛାଡ଼ିବନି ସେ ବାଟ ଦେଇକିରି। ତେଣୁ ଆମେରିକା କହୁଛି କସ୍ମିନ୍ କାଳେ ଇରାନ ଏଠୁ ଟୋଲ ଆଦାୟ କରିବାକୁ ଆମେ ଦେବୁ ନାହିଁ। 1, 2 ଏଇ ଯେଉଁ ବାଟ ଇରାନ ଯାହା ଉପରେ ଟୋଲ ଆଦାୟ କରିବା କଥା କହୁଛି ସେ ବାଟ ଇରାନର ନୁହେଁ, ଇଏ ହେଉଛି ଆନ୍ତର୍ଜାତିକ ଜଳପଥ ଏବଂ ଆନ୍ତର୍ଜାତିକ ନିୟମ ଅନୁସାରେ ଆପଣ ସେଇ ବାଟେ ବିନା ବାଧାରେ ଜାହାଜରେ ଯିବା ଆସିବା, ଜାହାଜ ନେଇକିରି ଯିବା ଆସିବା କରିପାରିବେ, ଆପଣଙ୍କୁ କେହି ନିୟମ ଦୃଷ୍ଟିରୁ ଅଟକେଇ ପାରିବେ ନାହିଁ। ଇରାନର ପାଖ, ତେଣୁ ଇରାନ ସେଠି କହୁଛି ଟୋଲ ଆଦାୟ କରିବ, ଏଇଟା ବେଆଇନ। ତେଣୁ ଆମେରିକା ସେଠି ଯୁଦ୍ଧ ଜାହାଜ ପଠେଇଛି ଯେ ଆମେ ତୁମକୁ ଯେମିତି ହେଲେ ଅଟକେଇବୁ। କେତେ ଅଟକେଇବ କେତେ ନ ଅଟକେଇବ ସେ ପର କଥା। ପରିସ୍ଥିତି ହେଉଛି ଏଇଆ ଯେ କେତେବେଳେ ଯଦି ବୋମା ବର୍ଷଣ ମୁଁ ଯାହା କହିଲି କମି ଯାଉଛି, ଆଉ କେତେବେଳେ ସେଠି ଆସି ଯେ ହରମୁଜ ପ୍ରଣାଳୀ କି କବ୍ଜା କରିବା ପାଇଁ କିଏ ଆସି ବସିଗଲାଣି। ଇରାନ ଯଦି ବସିଗଲାଣି ଆମେରିକା ବିରୋଧ କରୁଛି, ଆମେରିକା କହୁଛି ମୁଁ ସେଠି ଯାଇକିରି କବ୍ଜା କରିବି ଏବଂ ଯିଏ ଯିଏ ସବୁ ଟୋଲ ଆଦାୟ କରିବେ ତାଙ୍କୁ ମୁଁ ଅଟକେଇବି। ଖାଲି ସେତିକି କହୁନି, ଆମେରିକା ଆହୁରି ମଧ୍ୟ କହୁଛି ଯଦି କିଏ ଇରାନକୁ ଟୋଲ ଦେଇ ଆଗକୁ ଇଞ୍ଚେ ବଢ଼ିଛି ଆମେ ତାକୁ ଛାଡ଼ିବୁନି। ଇରାନ କହୁଛି ବିନା ଟୋଲ ମତେ ନ ଦେଇକିରି ଆଗକୁ ଯଦି ଇଞ୍ଚେ କିଏ ଯାଏ ଆମେରିକା ଭରସାରେ ଆମେ ଆକ୍ରମଣ କରିବା ହିଁ ସୁନିଶ୍ଚିତ। ଆଜ୍ଞା ଏଣେ ମାଇଲେ ଗୋ ହତ୍ୟା, ତେଣେ ମାଇଲେ ବ୍ରହ୍ମ ହତ୍ୟା, କ'ଣ କୁଆଡ଼େ ହବ ତାର ଅବସ୍ଥା କିଛି ଠିକ୍ ନାହିଁ। ସେଇଥିପାଇଁ ମୁଁ କହିଲି ଫେବୃଆରୀ 28 ତାରିଖ ସମୟ ସକାଳୁ ଯେଉଁ ଘମାଘୋଟ ଯୁଦ୍ଧ ଆମେରିକା ଇସ୍ରାଏଲ ଗୋଟିଏ ପଟେ ଏବଂ ଇରାନ ଆଉ ଗୋଟିଏ ପଟେ ଆରମ୍ଭ ହୋଇଥିଲା, ଆଜି ପର୍ଯ୍ୟନ୍ତ କୌଣସି ଦୃଷ୍ଟିରୁ ଦେଖିଲେ ସେ ଥମିବାର ନାଁ ନେଉନାହିଁ। ଗୋଟେ ଆଶା କରାହେଉଥିଲା ଏ 2-4 ଦିନ ତଳେ ଯେ ପାକିସ୍ତାନ ମଧ୍ୟସ୍ଥତାରେ ଆମେରିକା ଏବଂ ଇରାନ ଭିତରେ ଇସଲାମାବାଦରେ କଥା ଆରମ୍ଭ ହେବ। ସେମାନେ ରାଜି ମଧ୍ୟ ହେଲେ, କଥାବାର୍ତ୍ତା ଆରମ୍ଭ ହେଲା, ଆସି ପହଞ୍ଚିଲେ। ଆମେରିକାର ଉପରାଷ୍ଟ୍ରପତି ତାଙ୍କର ଅନ୍ୟାନ୍ୟ ପ୍ରତିନିଧି ଦଳକୁ ନେଇକରି ଆସି ପହଞ୍ଚିଲେ। ଇରାନର ଯିଏ ତାଙ୍କର ଯେଉଁ ପାର୍ଲାମେଣ୍ଟ ଅଛି ସେ ପାର୍ଲାମେଣ୍ଟର ଯିଏ ସ୍ପିକର ଆଉ ଯିଏ ତାଙ୍କର ବୈଦେଶିକ ମନ୍ତ୍ରୀ ଅଛନ୍ତି ଏସବୁ ସମସ୍ତଙ୍କୁ ନେଇ ସେମାନେ ମଧ୍ୟ ଆସି ପହଞ୍ଚିଲେ। କଥାବାର୍ତ୍ତା ଆରମ୍ଭ ହେଲା। 21 ଘଣ୍ଟା କଥାବାର୍ତ୍ତା ଚାଲିଲା ପରେ କୌଣସି ନିଷ୍କର୍ଷରେ କେହି ପହଞ୍ଚି ପାରିଲେ ନାହିଁ। ଅର୍ଥାତ୍ ଇରାନ ଯାହା କହିଲା ଆମେରିକା ମାନିବାକୁ ନାରାଜ, ଆମେରିକା ଯାହା କହିଲା ଇରାନ ମାନିବାକୁ ନାରାଜ। ଆମେରିକାର ଯେଉଁ କଥା
ଦାବି କରୁଛି ଇରାନ ପାଖରୁ, ତାକୁ ସମସ୍ତେ ପ୍ରାୟ ଜାଣନ୍ତି। ସେ କ'ଣ କହୁଛି ଯେ ଆପଣ ମାନେ ଇରାନ ଯେଉଁ ନ୍ୟୁକ୍ଲିୟର ପ୍ରୋସେସିଂ କାମ କରୁଛି ତାକୁ ସବୁଦିନ ପାଇଁ ବନ୍ଦ କରିବାକୁ ପଡ଼ିବ ଏବଂ ଯେଉଁ ଯେଉଁ ସବୁ ମ୍ୟାଟେରିଆଲ ଯାହାକୁ ସେ ନ୍ୟୁକ୍ଲିୟର ବୋମା ଉପଯୁକ୍ତ କରିକି ପ୍ରାୟ 60% ତାକୁ ଚାର୍ଜ କରିକି ରଖିଛି। ଆଉ ବୋମା ତିଆରି କରିବା ପାଇଁ ହେଲେ ଏତିକ ମ୍ୟାଟେରିଆଲକୁ ଯଦି ବୋମା କରିବେ ଆଉ 30% ଖଣ୍ଡେ ବଢ଼େଇ ଦେଲେ ସେ ବୋମା ଯୋଗ୍ୟ ହୋଇଯାଇପାରିବ, ତାକୁ ବୋମାରେ ବ୍ୟବହାର କରାଯାଇପାରିବ। ଏବଂ ଅଣୁ ଅସ୍ତ୍ର ଆମେ ଦେଖିଛେ ଜାପାନ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାପାନର କ'ଣ ଅବସ୍ଥା ହେଲା। ସେଇ ନ୍ୟୁକ୍ଲିୟର ବମ୍ ହିରୋସୀମା ଏବଂ ନାଗାସାକି ଉପରେ ପଡ଼ିଲା ପରେ ଯାହା ହେଲା ତାକୁ ଆଜି ଯାକେ ବି ଜାପାନର ଲୋକ ଭୋଗୁଛନ୍ତି। ତେଣୁ ଆମେରିକାର କହିବା କଥା ଇରାନ ଏଇ ଯେଉଁ ନ୍ୟୁକ୍ଲିୟର ବୋମା ତିଆରି କରିବା ପାଇଁ ଯାହା ଯାହା ସବୁ ଦରକାର, ଯେଉଁ ଯେଉଁ ଧାତୁ ସବୁ ଦରକାର, ତାକୁ 60% ବର୍ତ୍ତମାନ ଏଇ ପର୍ଯ୍ୟନ୍ତ କରିକି ରଖିଛି। 60ରୁ 90 କି 95 କରିବା ପାଇଁ ଆଉ ବେଶୀ ସମୟ ଲାଗିବନି, ମାସେ କି 2 ମାସ ଭିତରେ କରିଦେବ ଏବଂ ତାପରେ ନ୍ୟୁକ୍ଲିୟର ବୋମା ରେଡି ହେଇକି ରହିବ, ସେ ଯାହା ଉପରେ ଯାଇ ତାପରେ ପକେଇବ। ତେଣୁ ଆମେରିକା କହୁଛି ତାକୁ ବନ୍ଦ କର, ଯାହା କରିଛ ଆମକୁ ଦିଅ। ଖାଲି ସେତିକି ନୁହେଁ, ଆମେରିକା ଆହୁରି ମଧ୍ୟ କହୁଛି ଏ ଯେଉଁ ହରମୁଜ ପ୍ରଣାଳୀ ଯେଉଁ ବାଟେ ଜାହାଜ ଯିବା ଆସିବା କରୁଛି ଇରାନର ତା ଉପରେ କୌଣସି ଅଧିକାର ନାହିଁ। ଏକଥା ଇରାନକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ। କେବଳ ସେତିକି ନୁହେଁ, ଆମେରିକା ଆହୁରି ମଧ୍ୟ କହିଲା ଯେ ଇରାନ ଯେଉଁ ମିସାଇଲ ସବୁ ଛାଡୁଛି, ଯେଉଁ ଡ୍ରୋନ୍ ସବୁ ଛାଡୁଛି, ତାକୁ ଆଉ ଯେମିତି ତିଆରି ନ କରେ ସେ କଥା ଆମ ଆଗରେ ଏଠି ପ୍ରତିଶ୍ରୁତି ଦେବାକୁ ପଡ଼ିବ। ଇରାନ ସବୁ ଶୁଣିଲା। 21 ଘଣ୍ଟା କାଳ ସେଠି ଚାଲିଲା ଇସଲାମାବାଦରେ ଆଲୋଚନା। ଇରାନ ସବୁ ଶୁଣିଲା, ତାପରେ କହିଲା ଆମେ ଏଗୁଡ଼ା କିଛି କରିବୁନି। ହରମୁଜ ପ୍ରଣାଳୀ ଆମର, କିଏ କ'ଣ ଭାବିଲା ନ ଭାବିଲା ଆମେ ସେ କଥା ଶୁଣିବୁନି। ଆମେ ତାକୁ ନିଜ କବ୍ଜାକୁ ଆଣି ଆମେ ଛାଡ଼ିବୁ, ଆମକୁ କି ପରମିଶନ ଟୋଲ ଦେଲେ ଛାଡ଼ିବୁ କି ଆମେ ଆମର ଯାହା କରିବୁ କରିବୁ। ଆମେରିକା ଆମକୁ ସେଥିପାଇଁ ନିର୍ଦ୍ଦେଶ ଦେଇପାରିବନି, ଏଇଟା କର ସେଇଟା କର ସେଇଟା କର କରିପାରିବନି, ମନା କରିଦେଲା। 2ରେ କହିଲା ନ୍ୟୁକ୍ଲିୟର ପ୍ରୋସେସିଂ ଆମେ ଯାହା କରୁଛୁ କୌଣସି ପରିସ୍ଥିତିରେ ଆମର ତାକୁ ବନ୍ଦ କରିବାର ନାହିଁ। କାହିଁକି ନାହିଁ? ସେ କହିଲା ଆମେ ଆଜ୍ଞା ଗୋଟେ ସ୍ୱାଧୀନ ଦେଶ, ଆମର ଗୋଟେ ସାର୍ବଭୌମ ଦେଶ, ଆମର କ'ଣ ଭଲ ମନ୍ଦ ଆମେ ତାକୁ ନିଷ୍ପତ୍ତି ନେବୁ, ଆମେ ସେ ଅନୁସାରେ କରିବୁ। ଆମେରିକା କିଏ? ଆମେରିକା କ'ଣ ସମସ୍ତଙ୍କ ହେଡ଼ମାଷ୍ଟର? ଆମେରିକା କ'ଣ ଆମକୁ ଆସି ଏଠି, ହଁ ଆମେରିକା ବହୁତ ଧନୀ ରାଷ୍ଟ୍ର, ହଁ ଆମେରିକା ପାଖରେ ସାମରିକ ଅସ୍ତ୍ରଶସ୍ତ୍ର ବହୁତ ଅଛି। ଆମେ ଦେଖିଲୁ ଯେ ଇରାନ ଉପରେ ମାନେ ଭାଙ୍ଗିକିରି ସେ ଦେଶକୁ ଗୁଣ୍ଡଗୁଣ୍ଡା କରିଦେଇଛି ଆମେରିକା। ତାପରେ ମଧ୍ୟ ଯେତେ ତାଙ୍କର ବଡ଼ ବଡ଼ ସବୁ ନେତା ଥିଲେ ତାଙ୍କୁ ସବୁ ବୋମା ଆକ୍ରମଣ କରି, ମିସାଇଲ ଆକ୍ରମଣ କରି ସବୁ ଇସ୍ରାଏଲ ଆଉ ଆମେରିକା ମିଶିକିରି ପୁରା ମାରି ଦେଇଛନ୍ତି। ତାଙ୍କର କହିବାକୁ ଗଲେ ଆଉ କେହି ନାହାନ୍ତି, ଏମିତିଆ ଅବସ୍ଥା। ତାପରେ ବି ଇରାନ କହିଲା ଯାହା ତ କରିବା କରିଛ, ତାପରେ ତୁମେ ଯଦି କହିବ ଆଉ ଆମେ କରିପାରିବୁ ନାହିଁ, ତୁମେ କିଏ? ତୁମ କଥା ଆମେ କେହି ମାରିବୁ? ତୁମେ କ'ଣ ମିଳିତ ଜାତିସଂଘ? ସତ କଥା, ଆମେରିକାର ଏଇ ଯେଉଁ କାମ କରିଛି ତାକୁ ତ କୌଣସି ଆନ୍ତର୍ଜାତିକ ସଂସ୍ଥା, ମିଳିତ ଜାତିସଂଘ ବିଶେଷ କରି କହିନାହାନ୍ତି ଯେ ଏହା କର ବୋଲିକି। କେଉଁ ଅଧିକାରରେ ଆମ ଉପରେ ତୁମେ ଆକ୍ରମଣ କଲ? ଆମେରିକା ମଧ୍ୟ, ଏ ଇରାନ ମଧ୍ୟ ଯେଉଁ ଦାବି ରଖିଥିଲା 10ଟା ଦାବି ଆଲୋଚନାକୁ ଯିବା ପୂର୍ବରୁ, ସେଥିରେ ଇଏ ବି ଗୋଟେ ଦାବି ଥିଲା କ'ଣ, ଯାହା ଆମର ଭାଙ୍ଗିଛ ପଇସା ଦିଅ। ଭାଙ୍ଗି ଦେଇକିରି ପଳେଇବ, ସିଏ ହେଇପାରିବନି। ଆମକୁ ଏଠି କହିବ ଆମେ ଯାହା କହୁଛୁ ସେୟା କର, ସେ କଥା ହେଇପାରିବନି। ଆମେରିକା ରାଜି ହେଲାନି। ଆମେରିକା ପ୍ରକୃତରେ ଏଇ ଯେଉଁ ଇସଲାମାବାଦରେ ଯେଉଁ ଆଲୋଚନା ଚାଲିଥିଲା, ଏଥିରେ ଶାନ୍ତି ପାଇଁ ଯେତିକି ନୁହେଁ, ବର୍ତ୍ତମାନ ପ୍ରଶ୍ନ ଉଠୁଛି। ଆସ୍ତେ 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 ଖବର ସବୁ ବାହାରୁଛି କ'ଣ ନା ଆମେରିକା ପ୍ରକୃତରେ ଏଇ ଯେଉଁ ଇସଲାମାବାଦ ପାକିସ୍ତାନ ଯେଉଁ ଯୋଗାଡ଼ କରିଥିଲା ଦ୍ୱିପକ୍ଷୀୟ ବସି ଆଲୋଚନା କରିବେ, ଏଗୁଡ଼ାକ ଆମେରିକାର ପ୍ରୋତ୍ସାହନରେ ପାକିସ୍ତାନ ସବୁ କରିଥିଲା। ଅର୍ଥାତ୍ ଆମେରିକାକୁ ସୁହାଇଲା ଭଳିଆ, ଅର୍ଥାତ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥାରେ ପଡ଼ି ପାକିସ୍ତାନ ଏଗୁଡ଼ା ସବୁ କରିଥିଲା। କେମିତି ନା ତାର ତ ପ୍ରଥମ ପ୍ରମାଣ ମିଳିଗଲା ଯେତେବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ କ'ଣ ମିଡ଼ିଆକୁ କହିବେ, କି ଷ୍ଟେଟମେଣ୍ଟ ଦେବେ, ସେଇଟା ସେ ହ୍ୱାଇଟ୍ ହାଉସ୍ରୁ ଡୋନାଲ୍ଡ ଟ୍ରମ୍ପ ପ୍ରସ୍ତୁତ କରି ୟାଙ୍କୁ ପଠାଇଥିଲେ। ଇଏ କିଛି ନ ଦେଖି ନ ବୁଝି, କିଛି ବୁଝିନାହାନ୍ତି, ତାକୁ ସେମିତି ଛାଡ଼ିଦେଲେ। ସେଥିରେ ଲେଖା ହେଇଛି
এইটা ପାକିସ୍ତାନର ପ୍ରଧାନମନ୍ତ୍ରୀ କହିବେ, ଏଇଟା ଲେଖା ହେଇଛି। ସେଇଥିରୁ ଧରା ପଡ଼ିଗଲେ ସେମାନେ। ଦ୍ୱିତୀୟ କଥା ହେଉଛି ଇରାନ କହିଲା ଯଦି ଡାକୁଛ ଆମକୁ ଆଲୋଚନାକୁ ଆମେ ଯିବୁ, କିନ୍ତୁ ଏଇ ସର୍ତ୍ତ ଆମର, ଏ ଆପଣମାନେ ଯେଉଁ ସର୍ତ୍ତ ଦେଉଛନ୍ତି ଆମେ ସେଥିରେ ମାନିବାକୁ ରାଜି ନୁହଁ। ତେଣୁ ବର୍ତ୍ତମାନ ଟ୍ରମ୍ପର ଅସୁବିଧା ହେଇଯାଇଛି ଯେ ତାଙ୍କ ଦେଶରେ ଟ୍ରମ୍ପ ବିରୁଦ୍ଧରେ ରିପବ୍ଲିକାନ ପାର୍ଟି ବିରୁଦ୍ଧରେ ପ୍ରବଳ ଜନମତ ସୃଷ୍ଟି ହେଇଛି। କାହିଁକି? ସେମାନେ ମଧ୍ୟ ଆମେ ଯେମିତି ଏଠି ପ୍ରଶ୍ନ କରୁଛୁ ଯେ ଇରାନ ଉପରେ ଆକ୍ରମଣ କଲ ଯେଉଁ ଫେବୃଆରୀ 28 ତାରିଖରୁ ଆରମ୍ଭ କରି ଆଜି ଯାକେ ଯେଉଁ ଚଲେଇଛ, ତୁମକୁ ଏ କାମ କରିବା ପାଇଁ କିଏ ପରମିଶନ ଦେଇଥିଲା? କାହା କଥାରେ ତୁମେ ଯାଇଥିଲ? ତୁମେ କ'ଣ ଦେଶର ପୃଥିବୀର ଧନୀ ଆଉ ସାମରିକ ଶକ୍ତିରେ 1 ନମ୍ବର ହେଲ ବୋଲି ଯାହା ଉପରେ ନାହିଁ ତା ଉପରେ ଆକ୍ରମଣ କରିଦେବ? ମାନେ କି ଅସମ୍ଭବ କଥା ଇଏ। ସିଏ ଗୋଟେ ଦେଶ, ତୁମର ଯଦି ପ୍ରକୃତରେ ତାଠୁ କିଛି ବିପଦ ଆଶଙ୍କା କରୁଥିଲା ଆମେରିକା, ଆପଣ ଯାଇକିରି ମିଳିତ ଜାତିସଂଘରେ ସେ କଥା ଉଠେଇଥାନ୍ତେ। ସାରା ପୃଥିବୀ ଯାକ ସବୁ ଦେଶରେ ଯାଇକିରି ଜନମତ ସୃଷ୍ଟି କରିଥାନ୍ତେ। ଜନମତ ଆଗରେ କେଉଁ ଦେଶ ଟେକିକି ରହିପାରିବନି। କିନ୍ତୁ ତୁମେ କ'ଣ କଲ? ସାଙ୍ଗେ ସାଙ୍ଗେ ଯୁଦ୍ଧ ବିମାନ ପଠେଇଦେଲ, ଯୁଦ୍ଧ ଜାହାଜ ପଠେଇଦେଲ, ଚାରିଆଡ଼କୁ ଘେରାବନ୍ଦି, ଆକ୍ରମଣ ଉପରେ ଆକ୍ରମଣ, ତୁହାକୁ ତୁହା ଆକ୍ରମଣ କରି ସେ ଦେଶକୁ ଭାଙ୍ଗି ରୁଜି ତାର ଅବସ୍ଥା ରଖିନାହାନ୍ତି। କିନ୍ତୁ ଏତେ କାମ କଲାବେଳକୁ ଖାଲି ହାତରେ ଫେରି ଆସିବ, ଏଇଟା ତ ସମ୍ଭବ ନୁହେଁ। କିଛି ତ ସେଠି ଗଣିବାକୁ ପଡ଼ିବ। ଆମେରିକା କ'ଣ ଗଣିଛି? এই প্রকার যে ଅନ୍ୟାୟ ଯୁଦ୍ଧରେ ଆମେରିକା ବେଶ କ୍ଷତିଗ୍ରସ୍ତ ହୋଇଛି। ଆମେରିକାର ଲୋକମାନେ ସ୍ୱଚକ୍ଷୁରେ ଦେଖିଲେ ଯେ ତାଙ୍କର ଏତେ ସୈନ୍ୟ ପ୍ରାଣ ହରେଇଛନ୍ତି ଇରାନର ଆକ୍ରମଣରେ। ଯେତେ ଯାହା ଟ୍ରମ୍ପ ଆମେରିକାରେ ହ୍ୱାଇଟ୍ ହାଉସ୍ରୁ ଆମେ ଜିତିଲୁ, ଆମେ ସେ ଦେଶକୁ ପଙ୍ଗୁ କରିଦେଲୁ, ସେ ଦେଶ ଆସନ୍ତା 50 ବର୍ଷ 100 ବର୍ଷ ପାଇଁ କିଛି କରିପାରିବେନି, ଯେତେ କହିଲେ ବି ଆମେରିକା ଲୋକ ବର୍ତ୍ତମାନ ବୁଝିବାକୁ ନାରାଜ। ସେମାନଙ୍କର କହିବା କଥା ଯେ ଆମର ଏତେ ଲୋକ ଯେଉଁ ମଲେ କ'ଣ ପାଇଁ? ଆମର ଯେତେ ଯୁଦ୍ଧ ଜାହାଜ ଫାଇଟର ପ୍ଲେନ୍ ସେଠି ଭାଙ୍ଗିଲା, ପ୍ରାୟ ଡଜନ ପାଖାପାଖି କି 8-10ଟା ଯେଉଁ ଭାଙ୍ଗିଲା, କ'ଣ ପାଇଁ? ଟ୍ରମ୍ପ ବର୍ତ୍ତମାନ ବଡ଼ ଅଡ଼ୁଆ ପରିସ୍ଥିତିରେ ପହଞ୍ଚାଇଛନ୍ତି। ଏଇ ଅଡ଼ୁଆ ପରିସ୍ଥିତିରୁ ବାହାରିବା ପାଇଁ, ଏଇ ଚକ୍ରବ୍ୟୁହରୁ ବାହାରିବା ପାଇଁ ଟ୍ରମ୍ପ ଆମେରିକାକୁ ମେସେଞ୍ଜର କରି ଆମେରିକାକୁ ହାତ ମୁଠାରେ କବ୍ଜା କରି କହିଲେ ଯେ ଏହି ପ୍ରକାର ବ୍ୟବସ୍ଥା କରିବା ପାଇଁ ତମେ ଆଗଭର ହୁଅ ଏବଂ ଆମେ ତା ଦେହରେ ଯଦି ଇରାନ ରାଜି ହେଇଗଲା ଭଲ କଥା। କିନ୍ତୁ ଟ୍ରମ୍ପଙ୍କର ଯାହା ପ୍ରକୃତି ସେତେବେଳେ ଦେଖାଗଲା। ଆଲୋଚନା ଚାଲିଛି, ଆଲୋଚନା ବେଳେ ଆଜ୍ଞା ଉସ୍କେଇଲା ଭଳିଆ କଥା କିଏ କହନ୍ତି? ଯାହାକୁ ଯାହା ଭଲ ନ ଲାଗୁଥିଲେ ବି ସମସ୍ତେ କ'ଣ କହନ୍ତି? ହେ କଥାବାର୍ତ୍ତା ଚାଲିଛି, ଟିକେ ପାଟି ଚୁପ୍ କର। ସବୁବେଳେ କ'ଣ ତୁମେ ଏମିତି ଗୋଟେ କହି ଚାଲିଥିବ, ଆକୁ ସଦି ଚାଲିଥିବ, ତାକୁ ଗାଳି ଦେଇ ଚାଲିଥିବ? କ'ଣ ସେଇ ବିଷୟରେ ସେଠି ପୁରା ଆଲୋଚନା ହେଉଛି ଘର ଭିତରେ। ଆଉ ତୁମେ ଏଠି ପଦାରେ ରହିକିରି ମୁଁ ଏମିତି କରିଦେବି, ଯଦି ଆଲୋଚନା ଫେଲ୍ ହେଇଗଲା ମୁଁ ପୁଣି ଆକ୍ରମଣ କରିବି, ସେ ଦେଶର ଆଉ ଯାହା କିଛି ଏତିକି ଟିକେ ବଞ୍ଚିଛି ସବୁ ସଫା କରିଦେବି। ଆଜ୍ଞା କି ପ୍ରକାର ସବୁ ଷ୍ଟେଟମେଣ୍ଟ ଆମେରିକାର ରାଷ୍ଟ୍ରପତି ଦେଇ ଚାଲିଲେ ସମସ୍ତେ ତାଜୁବ। ଆଜ୍ଞା ସେଠି ଆଲୋଚନା ଚାଲିଛି, ଆପଣ ଯଦି ଏମିତିଆ ଷ୍ଟେଟମେଣ୍ଟ ଦେବେ ସିଏ ହେଉଠୁ ଶୁଣିକିରି ତାକୁ କହିବେ ଆମେ ଏଠି ଆଲୋଚନା କରିବାକୁ ଆସିଥିଲୁ, ସମାଧାନ କରିବାକୁ ଆସିଥିଲୁ, ଶାନ୍ତି ପାଇଁ ଆସିଥିଲୁ, ନା ଏଇ କଥା ସବୁ ଶୁଣିବାକୁ ଆସିଥିଲୁ, ନମସ୍କାର ଆମେ ଯାଉଛୁ। ସିଏ ହିଁ ହେଲା। ଆମେରିକାର ଉପରାଷ୍ଟ୍ରପତି JD ଭାନ୍ସ ସାମ୍ବାଦିକ ସମ୍ମିଳନୀ କରି ସିଧା ସ୍ୱୀକାର କଲେ ଯେ ଆମର ଏତେ ସମୟ ଧରିକି ଆଲୋଚନା ପରେ, 21 ଘଣ୍ଟା ଧରିକି ଆଲୋଚନା ପରେ ଆମେ କୌଣସି ନିଷ୍କର୍ଷରେ ପହଞ୍ଚି ନାହୁଁ। ଅର୍ଥାତ୍ ଯେଉଁ ଆଲୋଚନା ଆମର ଚାଲିଥିଲା ସିଏ ଫେଲ୍ ହେଇଛି। ସିଏ ପଳେଇଲେ ଆମେରିକା, ଇରାନର ଲୋକ ବି ପଳେଇଲେ। ୟା ଭିତରେ ସମସ୍ତେ ଭାବୁଥିଲେ ଯାହା ହଉ 2 ସପ୍ତାହ ପାଇଁ କେହି କିଛି ଢୋଢା କରିବେନି, ଗୁଳି ଫୁଳି ମାରିବେନି, ବୋମା ଫୋମା ପକେଇବେନି ବୋଲିକିରି। କିନ୍ତୁ କଥା ହେଉଛି ଯାହା ମୁଁ ମୂଳରୁ କହୁଥିଲି, ଏଇଟା ସିନା ଶୁଭୁନି, ବୋମା ବର୍ଷଣ ସିନା ଶୁଭୁନି, କିଏ କାହାକୁ ଗୁଳି ମାରି ଦେଉଛି ସିନା ଶୁଭୁନି, କିନ୍ତୁ ଆର ବାଟରେ ପ୍ରୋବ୍ଲେମଟି ଆରମ୍ଭ ହେଲାଣି। କ'ଣ? ଆମେରିକା ଯାଇ ସେଠି ଜାହାଜ ନେଇକିରି ପହଞ୍ଚି ସାରିଲାଣି। କୁଆଡ଼େ? ନା ଆମେ ହରମୁଜ ପ୍ରଣାଳୀକୁ ବନ୍ଦ କରିବୁ, ଇରାନ ଏଠି କୌଣସି ପ୍ରକାର ତାକୁ ଆମେ କବ୍ଜା କରେଇ ଦେବୁନୁ। ଫଳ କ'ଣ ହବ, ସେ ତାଙ୍କର କ'ଣ ହବ କ'ଣ ନାହିଁ ସେ ତ ସମୟରୁ ଜଣାପଡ଼ିବ। ଏବଂ ଯାହା ଟ୍ରମ୍ପ କହିଛନ୍ତି ଆଜି ରାତି 7:30 ବେଳୁ, ଶେଷ ଖବର ଯାହା ଅଛି 7:30 ବେଳୁ ଠାରୁ
ଏଇ ଯେଉଁ ଚାରିକଡ଼ ଯାକ ଇରାନର ଚାରିକଡ଼ ଯାକ ଆଉ ହରମୁଜ ପ୍ରଣାଳୀ ସಮೇତ ସବୁଆଡ଼େ ଆମେ କବ୍ଜା କରିକି ରଖିବୁ। କୌଣସି ଜାହାଜକୁ ଆମେ ଯିବାକୁ ଦେବୁ ନାହିଁ। ଆମେ ଯାହାକୁ କହିବୁ ସେମାନଙ୍କୁ ସେଇଆକୁ ଛଡ଼ାଯିବ। ଏବଂ ଯେଉଁମାନେ ସବୁ ଯିବେ ତାଙ୍କୁ ଇରାନ କ'ଣ କରୁଛି ଆମେ ଦେଖିବାକୁ ପଡ଼ିବ। ଇଏ ତ କ'ଣ ହେବାକୁ ଯାଉଛି, କ'ଣ ହେବ ଇଏ ତ ପର କଥା। ଏଇ ଯେଉଁ ଯୁଦ୍ଧ ଫ୍ରଣ୍ଟ ଆଉ ଗୋଟେ ଜାଗାରେ ଯାଇ ଖୋଲିବାକୁ ଯାଉଛି, ଯାହା ଆଶଙ୍କା କରାଯାଉଛି ବର୍ତ୍ତମାନ ହରମୁଜ ପ୍ରଣାଳୀ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ନୂଆ ଯୁଦ୍ଧ କ୍ଷେତ୍ରରେ ପରିଣତ ହେବାକୁ ଯାଉଛି। ଯଦି ଏହା ହୁଏ, ଈଶ୍ୱର କରନ୍ତୁ ନ ହଉ, ଯଦି ଏହା ହୁଏ କ୍ଷତିଗ୍ରସ୍ତ ସାରା ପୃଥିବୀ ହେବେ। ଆଉ ନମ୍ରତାର ସହିତ ମୁଁ କହିବାକୁ ଚାହେଁ ଆମେ ବେଶୀ ହବୁ। କାହିଁକି ନା ଆମର ସେଇ ସବୁ ଜାଗାରେ ସେଇ ସବୁ ଦେଶ ସହିତ ବାଣିଜ୍ୟିକ କାରବାର ବେଶୀ। ଆମେ ସେଠୁ ବହୁତ ତେଲ ଆଣୁ। ଆମର ଦିନକୁ ପ୍ରାୟ 6 ମିଲିୟନ ଟନ୍ ଦିନକୁ କ୍ରୁଡ ଅଏଲ ଦରକାର, ଅଶୋଧିତ ତେଲ ଦରକାର। ଆମର ପ୍ରାୟ 50% ସେଇଠୁ ଆସେ। ଅନ୍ୟ ଦେଶରୁ ସବୁ ଆସେ, ରଷିଆ ଇତ୍ୟାଦି ଆସେ, କିନ୍ତୁ ସେଇଠୁ କହିବାକୁ ଗଲେ ଆମେ 50% କିଣୁ। ସାର ଆମେ ସେଇଠୁ କିଣୁ, ଡିଜେଲ ପେଟ୍ରୋଲ ସେଇଠୁ କିଣୁ। ଆମେ ଅଶୋଧିତ ତେଲ, ଡିଜେଲ ପେଟ୍ରୋଲ ସବୁ ସେଇଠୁ କିଣୁ। ଆମ ଦେଶରୁ ମଧ୍ୟ ଚାଉଳ, ପୋଷାକ ଆହୁରି ଅନ୍ୟାନ୍ୟ ଜିନିଷ ସବୁ ଯାଇ ଜାହାଜରେ ଯାଇ ସେଠି ବିକ୍ରି ହୁଏ। ବର୍ତ୍ତମାନ ଯେଉଁ ପରିସ୍ଥିତି ହେବାକୁ ଯାଉଛି ସେଠି ଇରାନ ଆଉ ଆମେରିକା ଟକରାଟକରି ଅବସ୍ଥା। ୟାରି ଭିତରେ ଆଶଙ୍କା ହେଉଛି ଯାହା କିଛି ଗୋଟେ ଦିଟା ଜାହାଜ ଏକଡ଼ ସେକଡ଼ ହେଇକିରି ଆସୁଥିଲା, ଆମେ ସମସ୍ତେ ଜାଣିଛେ, ଏକଥା ବାରମ୍ବାର ମଧ୍ୟ ମିଡ଼ିଆରେ ପ୍ରକାଶ ପାଇଛି ଯେ ଇରାନ 3-4ଟି ଦେଶର ଜାହାଜକୁ କେବଳ ଛାଡ଼ୁଛି, ଆଉ କାହାରି କଥା ଶୁଣୁନାହିଁ। ସେଥିରେ ରଷିଆ ଅଛି, ଚାଇନା ଅଛି, ଆମେ ଅଛୁ ଭାରତ। ତେଣୁ ସେ କହିଲେ ଯେ ଏତିକି ଜାହାଜକୁ କେବଳ ଇରାନ ଛାଡ଼ୁଛି। ବର୍ତ୍ତମାନ ଆମେରିକା ପଶି ସେଠି ନୂଆ ଯୁଦ୍ଧ କ୍ଷେତ୍ର ସୃଷ୍ଟି କରେ ଯଦି, ତାହେଲେ ସେଠି ଆଉ ଜାହାଜ ଫାହାଜ କେହି ଡରିକିରି ଯିବେନି। ଏମିତି ତ ଇରାନ ମଝିରେ କହିଲା ଯେ ଆମେ ଦିନକୁ 15ଟା ଜାହାଜ ଛଡ଼ା ଅଧିକା ଛାଡ଼ିବୁନି। ଆଜ୍ଞା, ଯେତେବେଳେ ଯୁଦ୍ଧଫୁଦ୍ଧ ନ ହୋଇଥିଲା ସେତେବେଳେ 138 ହାରାହାରି ଜାହାଜ ଏକଡ଼ ସେକଡ଼ ଯିବା ଆସିବା କରୁଥିଲେ। 138ରୁ 15 ଅବସ୍ଥା କ'ଣ ହେବ ଭାବନ୍ତୁ। ୟାରି ଭିତରେ ଆମେ ସମସ୍ତେ ଆଶଙ୍କା କରୁଛୁ ଇଏ ଯୁଦ୍ଧ ଯଦି ଲାଗି ରହେ, ଆଉ ପାଖାପାଖି ଯେ କେଉଁଠି କ'ଣ ଅଛି ଆମେ ଯାଇ କିଣିକିରି ନେଇ ଆସିବୁ, ଇଏ ବି ବଡ଼ ଦୁରୂହ ବ୍ୟାପାର। ଆମେରିକା କହୁଛି ଆମଠୁ ସବୁ କିଣ, ଆମ ଦେଶକୁ ଯାହା ଜାହାଜ ନେଇକି ସେଠିକି ଯା, ସେଠୁ କିଣିକିରି ଆଣ। ଆଜ୍ଞା, ଆମେରିକାର ଯେଉଁ ତେଲ ମିଳେ ସେ ତେଲର ଗୁଣ ଆମ ଦେଶ ସହିତ ମ୍ୟାଚ୍ କରେନି। ଆମର ଯେଉଁ କାରଖାନା ହେଇଛି ସେ ଜାଗାରେ ଆମେରିକାର ସେଇ କ୍ରୁଡ ଅଏଲ ଆସିକି ତାକୁ ରିଫାଇନ୍ ହେବା ସେ ବଡ଼ କଷ୍ଟ। ରଷିଆ ତେଲ ଆମକୁ ଭଲ, ଗଲ୍ଫର ତେଲ ଆମକୁ ଭଲ, ଆମେରିକାର ଯେଉଁ ତେଲ ଆମ କାରଖାନା ସେଥିପାଇଁ ତିଆରି ହେଇନି। ସେଇଟା ଗୋଟେ ପ୍ରୋବ୍ଲେମ୍। ଦୁଇରେ ଆମେରିକା ଏତେ ଦୂର ଯେ ସେଠୁ ଜିନିଷ ଆଣି ଏଠି ପହଞ୍ଚିକି ତାକୁ ଏତେ କାମ ସବୁ କଲାବେଳକୁ ଏ କଷ୍ଟ ପ୍ରଡକ୍ସନ୍ ଆହୁରି ବଢ଼ିଯିବ, ଖର୍ଚ୍ଚ ବହୁତ ବଢ଼ିଯିବ। କିନ୍ତୁ ଆମେରିକା କ'ଣ ସେ କଥା ଶୁଣୁଛି? ବର୍ତ୍ତମାନ ସ୍ଥିତି ଏଇପରି ସଙ୍ଗୀନ ଅବସ୍ଥାରେ ଅଛି। କ'ଣ ହେବ କ'ଣ ନାହିଁ, ହୁଏତ ଆସନ୍ତା 12 ଘଣ୍ଟା କି 24 ଘଣ୍ଟା ଭିତରେ ଏହାର ଏକ ସ୍ପଷ୍ଟ ଚିତ୍ର ମିଳିବାର ଆଶା କରାଯାଉଛି। ଆମେ ସମସ୍ତେ ଅନ୍ତତଃ ସେ ପର୍ଯ୍ୟନ୍ତ ଅପେକ୍ଷା କରିବା ଏବଂ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଏଭଳି କିଛି ପରିସ୍ଥିତି ସେଠି ନ ହେଉ, ଯାହାଫଳରେ ବାଣିଜ୍ୟ କାରବାର ହରମୁଜ ପ୍ରଣାଳୀ ଦେଇ ଠପ୍ ହେଇଯିବ ଏବଂ ପୃଥିବୀର ବହୁ ଦେଶ, ଭାରତ ସಮೇତ, ସେମାନେ ବିପୁଳ କ୍ଷତିଗ୍ରସ୍ତ ହେବେ। ଈଶ୍ୱରଙ୍କୁ ପ୍ରାର୍ଥନା କରିବା କଥା ଯେମିତି ଏଭଳି କିଛି ସ୍ଥିତି ସେଠି ନ ଉପୁଜୁ।